ଏହି ଆଳୁର ରେସିପି ଆପଣ ରୁଟି ହଉ କିମ୍ବା ଭାତ ସବୁଥିରେ ଖାଇବା ପାଇଁ ବହୁତ ଭଲ ଲାଗିବ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପ୍ରଥମେ ମୁଁ ବଡ଼ ସାଇଜର 4ଟି ଆଳୁକୁ ନେଇଛି। ଆଳୁକୁ ନେଇକିରି ଲମ୍ବା ଲମ୍ବା ପତଲା ପତଲା କରି କାଟି ନେଇଛି, ବେଶୀ ପତଲା ମଧ୍ୟ କରିନି। ଏବେ ଗୋଟେ ମସଲା ରେଡ଼ି କରିଛି ଆଳୁରେ ଦେବା ପାଇଁ। ସେଥିରେ 1 ଚାମଚ ସୋରିଷ, 1 ଚାମଚ ଜିରା, ତା ସାଙ୍ଗରେ 2ଟି ଶୁଖିଲା ଲଙ୍କା ଦେଇ ସେଥିରେ 2 ଚାମଚ ପାଣି ଦେଇକିରି ତାକୁ ବାଟି ନେଇଛି। ଏଇଠି ଦେଖନ୍ତୁ ମୁଁ ବେଶୀ ଭଲସେ ବାଟିନି, ପ୍ଲେନ୍ କରି ବାଟିନି, ଖଦ ଖଦଟା ଅଛି, ମୁଁ ସେତିକି ହିଁ ବାଟିଛି। ଏବେ ଗୋଟେ କଡ଼େଇ ଗରମ କରି ସେଥିରେ ତେଲ, ସୋରିଷ ତେଲ ମୁଁ ଏଠାରେ ଦେଇଛି। ସୋରିଷ ତେଲ ବଡ଼ ଚାମଚରେ 2 ଚାମଚ ଦେଇଛି। ତେଲ ଗରମ ହେଇସାରିବା ପରେ ଏଠାରେ ମୁଁ 1.5 ଚାମଚ ଜିରା ଦେଇଛି। ଜିରା ଭଲସେ ଟିକେ ଭାଜି ହେଇଯିବା ପରେ କାଟିକି ରଖିଥିବା ଆଳୁ ଏବେ ମୁଁ କଡ଼େଇରେ ଦେଇକିରି କିଛି ଟାଇମ୍ ପର୍ଯ୍ୟନ୍ତ ଭାଜି ନେଉଛି। ଆଳୁକୁ ଭଲସେ ଗୋଳେଇ ସାରି ମୁଁ ଘୋଡ଼େଇକିରି ରଖିଦେବି। ଏଠି କିଛି ଟାଇମ୍ ପର୍ଯ୍ୟନ୍ତ ମୁଁ ଆଳୁକୁ ଗୋଳେଇ ନେଇଛି, ତାପରେ ମୁଁ ଘୋଡ଼େଇକିରି ଏଠି ରଖିଦେବି। ଆପଣ ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିବ ତାହେଲେ ଲାଇକ୍ ସହିତ ସେୟାର କରିଦେବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ଛୋଟ ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ, ଯାହାଦ୍ୱାରା ମୁଁ ନେକ୍ସଟ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ତାହାର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ମଝିରେ ମଝିରେ ଗୋଳେଇ ବି ନେଉଥିବା ଆଳୁକୁ। ଏଇଠି ମୋର ଆଳୁ 50% ସିଝିଗଲାଣି। ଏଇଠି ମୁଁ ଆଉ 2ରୁ 3 ମିନିଟ୍ ପାଇଁ ଘୋଡ଼େଇକିରି ରଖିଦେଇଛି। ଏବେ ଆଳୁକୁ ଆଉ କିଛି ଟାଇମ୍ ପରେ ମୁଁ ଆଉ ଥରେ ଗୋଳେଇ ନେଉଛି। ଏବେ ଆଳୁ ଦେଖନ୍ତୁ କଲର୍ ବି ଆଳୁର ଚେଞ୍ଜ ହେଇଗଲାଣି। ଆଳୁ ମୋର 70% ଏବେ ସିଝିଗଲାଣି। ଏବେ ମୁଁ ବାଟିକି ରଖିଥିବା ମସଲା, ଯେଉଁଟାକି ମୁଁ ଜିରା, ସୋରିଷ ଏବଂ ଲଙ୍କା ଖଦ ଖଦଡ଼ା କରି ବାଟିକି ରଖିଥିଲି, ସେଇଟାକୁ ଏବେ ଆଳୁରେ ଦେଇକିରି ଭଲସେ ଗୋଳେଇ ନେଉଛି। ଆଳୁକୁ ମସଲା ସହିତ ଭଲସେ ଗୋଳେଇ ସାରିବା ପରେ ଏବେ ପ୍ରଥମରୁ ମୁଁ ଲୁଣ ଦେଇନଥିଲି, ଏବେ ସ୍ୱାଦ ଅନୁସାରେ ମୁଁ ଏଠାରେ ଲୁଣ ଦେବି। ମୁଁ ଏଠାରେ 1.5 ଚାମଚ ଲୁଣ ଦେଇଛି। ଆପଣ ଆପଣଙ୍କ ହିସାବରେ ଲୁଣ ଦେବେ, ଯେତିକି ଆଳୁ ନେଇଥିବେ ସେହି ହିସାବରେ ଲୁଣ ନେବେ। ଲୁଣ ଦେଇସାରି ଭଲସେ ଗୋଳେଇ ନେବେ। ଗୋଳେଇ ସାରିବା ପରେ ଆଳୁ ଏଠାରେ 70% ଅଲରେଡ଼ି ସିଝି ସାରିଛି। ଆଉ 30% ସିଝିବା ପାଇଁ ଏଠାରେ ମୁଁ ଘୋଡ଼େଇକିରି ରଖିଦେଉଛି। ଘୋଡ଼େଇବା ଦ୍ୱାରା ଆଳୁ ସହିତ ମସଲା ମଧ୍ୟ ସିଝିଯିବ। ଆଉ ମୁଁ ଏଠାରେ 5 ମିନିଟ୍ ଘୋଡ଼େଇକିରି ଗ୍ୟାସ୍କୁ ସ୍ଲୋ ଫ୍ଲେମ୍ରେ ରଖିକିରି ଆଉ କିଛି ଟାଇମ୍ ପର୍ଯ୍ୟନ୍ତ ଘୋଡ଼େଇକି ରଖିଦେଉଛି। ଏବେ ମୁଁ ଘୋଡ଼ଣା କାଢ଼ିକିରି ଆଳୁକୁ ଆଉ କିଛି ଟାଇମ୍ ପାଇଁ ଗୋଳେଇକିରି ଭାଜି ନେଉଛି। ଏଠି ଦେଖନ୍ତୁ ମୋର ଆଳୁ ଭୁଜିଆ ହେଇକିରି ରେଡ଼ି ହେଇସାରିଲାଣି। ଏବେ ଏହିପରି ଭାବରେ ଆପଣମାନେ ବି ବନାନ୍ତୁ। କେମିତି ଲାଗୁଛି ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରିବେ। ଦେଖନ୍ତୁ ଆଳୁର କଲର୍ କେତେ ସୁନ୍ଦର ବି ଦେଖାଯାଉଛି। ଖାଇବା ପାଇଁ ବି ମୋତେ ବହୁତ ଭଲ ଲାଗେ ଏହି ରେସିପିଟି। ମୋର ଏଠାରେ ଆଳୁ ଭୁଜିଆ ହେଇକି ରେଡ଼ି ହେଇସାରିଛି। ଲାଷ୍ଟରେ ମୁଁ କିଛି ଧନିଆ ପତ୍ର ଦେଇକିରି ତାକୁ ଗୋଳେଇ ନେଉଛି।